ओम जवाकुसुमशङ्काशं कश्यपेयं महाद्युतिं ध्वन्तारिं सर्वपापघ्नं प्रणतोस्मि दिवाकरम्। आमे सूर्य पुराण रे पढ़ीचे और शुणीचे जे आदित्यस्य नमस्कारम जे कुर्वन्ति दिने दिने जो लोक आदित्यंकु बारंबार नमस्कार करे तार अभाव रहेनी। तेणु आमे सूर्यंकु जीवा आसीबा बसिबा हसिबा रसिबा जेते बेले तांको किरण आम पर पड़ुथिबो टिके उपरको अनै देबा दी हाथ जोड़िक कहे ओम नमः सूर्याय ह्रीं घृणसूर्याय नमः। ए मंत्र को बारंबार पढ़िले भी मंगल हम। ह्रीं घृणसूर्याय नमः से कि भलिया जबा कुसुम जबा बोले रक्त मंदार को जबा कहा जाए। जबा कुसुम संकाशम लाल मंदार भली जहाँकर कांति जबा कुसुम संकाशम जाए जे कि कश्यप गोत्री कश्यप ऋषिंकर संतान काश्यपेय महाद्युति जार कांति तेज अति प्रबल जबा कुसुम संकाशं काश्यपेय महाद्युति ध्वंतारी जे समस्त अरी माने शत्रु को ध्वंस कर दियंती तांकर शत्रु कई नांती गिड़िया राहु चेष्टा करे किंतु तो जग कटा है सी आ संभाली पारे पुणी ताको ओगाड़ी दिए। सर्व पाप घन समस्त पाप को जे हत्या करती अर्थात जे सूर्य को निरंतर प्रणाम करती से पाप करि पारंतिनी डर लगे कारण सूर्य किरण सबुआड़े पड़ुछि सूर्य सब देखुचंती तेणु महापापींकर पाप से दूर करती। तेणु से सर्व शक्तिर आधार सूर्य को मु प्रणाम करुच्ची। बंधु आज कहीं आपण को ये विषय कहली ना आज परा आमे सिंह राशि उपर आलोचना करिबा। सिंह राशि अधिपति सूर्य तेणु सूर्य को प्रणाम न कले केमती हम। मकर संक्रांति रे सूर्य उत्तरायण हेले तेणु कुंभ संक्रांति रे सूर्य कुंभ को आसिले उत्तरायण मासर कुंभ द्वितीय मास। आज इंग्राजी फेब्रुआरी 12 तारीख तेणु फेब्रुआरी 12 रु मार्च 14 जाए कुंभ मास। ये मासरे सिंह राशि किभली भावरे केउ समस्यार सम्मुखीन हेबो एवं तार किभली सहज समाधान हो से विषय रे आमे दीपद दुख सुख हवा। सिंह राशि पाई सप्तम रे चारि ग्रह रवि बुध शुक्र शनि अष्टम रे राहु 27/2 पर बुध मीन को जीवे तेणु मीन रे बुध और राहु रहिबे सेते बेले कुंभ रे 3 ग्रह हेबे। दशम रे बृहस्पति वृष रे कर्कट रे नीच रे मंगल आउ कन्या रे द्वितीय रे केतु। गोटे कथा नहीं एका कालिया 24 पड़िया
ଆମର ଜଗତର ନାଥ ଜଗନ୍ନାଥଙ୍କୁ ପୁରା ଆମେ କାଳିଆ ବୋଲି ସମ୍ବୋଧନ କରୁଛେ। ସେ ଏକ ଆଉ ଅନ୍ୟ ପକ୍ଷରେ ସମସ୍ତ ଦେବାଦେବୀ। ଏଠି ମୁଁ କହିବାର ତାତ୍ପର୍ଯ୍ୟ ହେଲା, ଜଣକ ଋଷିଙ୍କ ପୁତ୍ର ଚାଣକ୍ୟ, ତାଙ୍କ ପାଖରେ ଥିଲା କ'ଣ? କେବଳ ବୁଦ୍ଧି। ସେ ବୁଦ୍ଧି ବଳରେ ସମସ୍ତ ଯଶର ଅଧିକାରୀ ହେଲେ। କାଳ କାଳକୁ ଆମେ ସମସ୍ତେ ତାଙ୍କର ନୀତିକି ଅନୁସରଣ କରୁଥିବା। ଗ୍ରହ ଜଗତରେ ଅତି ସୁନ୍ଦର, ଅତି ବୁଦ୍ଧିମାନ, ଅତି ବିଚାରଶୀଳ ଚନ୍ଦ୍ରପୁତ୍ର ବୁଦ୍ଧ, ସେ ଏ ମାସରେ ସିଂହ ରାଶିଆଙ୍କୁ ବହୁ କଲ୍ୟାଣ କରିବେ। ତେଣୁ ଯେଉଁମାନଙ୍କ ଜାତକରେ ବୁଦ୍ଧ ମିଥୁନ, କନ୍ୟା, କୁମ୍ଭ, ତୁଳା ବା ବୃଷରେ ଥିବେ, ଅଷ୍ଟମରେ, ଏକାଦଶରେ, ଦଶମରେ ଥିବେ, ଷଷ୍ଠରେ ଥିବେ, ସେ ବ୍ୟକ୍ତିଙ୍କର ବିଶେଷ ମଙ୍ଗଳ ହେବ। ରବି ଦଶ ନକ୍ଷତ୍ର ମାନେ ବଘାକୁ ସମ୍ମାନ ଦେବେ, ପୂର୍ବ ଫାଲୁନୀକୁ ଧନ ଦେବେ, ଉତ୍ତର ଫାଲୁନୀକୁ ଅନେକ ଶୁଭେଚ୍ଛୁ ମିତ୍ର ଦେବେ। ଶନି ଏଇ 10, 11, 12 ନକ୍ଷତ୍ର ତ୍ରୟଙ୍କୁ ଧନ ଦେବେ। ବିଭିନ୍ନ ଗ୍ରହଙ୍କ ଠାରୁ ସାହାଯ୍ୟ, ସହଯୋଗ, ସମ୍ମାନ, ମିତ୍ର, ନାନାବିଧ ସୁଖ ଲାଭ କରି ସିଂହ ରାଶି ଏ ମାସରେ ବହୁ ସମସ୍ୟାର ସମାଧାନ କରିବେ। ଟିକେ ଜଗି ରଖି ଚଳିବେ। ଏବେ ଚୋରି ହେଉଛି, ଆଉ ଏ କ୍ଷେତ୍ରରେ ଦ୍ୱିତୀୟ କେତୁ ଚୋରମାନଙ୍କୁ ନିମନ୍ତ୍ରଣ କରିବେ। ସାବଧାନ। ଘର ବାହାରକୁ ଯିବା ପୂର୍ବରୁ ସୁରକ୍ଷିତ ଭାବରେ ଘରକୁ କାହା ହାତରେ ଦେଇଯାଆନ୍ତୁ। ପ୍ୟାକେଟରେ ନେଇଥିବା ପଇସା ହୁଏତ ଚୋରି ହେଇଯାଇପାରେ, ବା ହଜି ଯାଇପାରେ, ବା ଠକି ଯାଇପାରେ। କେତୁ ଅଛନ୍ତି ସେଥିପାଇଁ କି ଦ୍ୱିତୀୟରେ ସାବଧାନ ରୁହନ୍ତୁ। ବନ୍ଧୁ, ଆସନ୍ତୁ ଏ ସନ୍ଦର୍ଭ ପାଠ କରିବା। ମକର ସଂକ୍ରାନ୍ତିରେ ଉତ୍ତରାୟଣ ହେଲେ ଭାସ୍କର, ଆଜି କୁମ୍ଭ ସଂକ୍ରାନ୍ତି, ଉତ୍ତରାୟଣର ଦ୍ୱିତୀୟ ମାସ। ଏ ମାସରେ ରବି, ବୁଧ, ଶୁକ୍ର ଓ ଶନି କୁମ୍ଭରେ, 27/2ରେ ବୁଧ ମୀନକୁ ଗଲେ ମୀନରେ ରହିବେ। ଏଠାରେ ବୁଧ ଆଉ ରାହୁ ଦ୍ୱିମିତ୍ର ମନ୍ତ୍ରଣା କରିବେ। ସିଂହ ରାଶି ପାଇଁ କେତେ ଉତ୍ଥାନ ହେବ, କେତେ ପତନ ହେବ। ବୃଷରେ ବୃହସ୍ପତି, କର୍କଟରେ ବିଚରେ ମଙ୍ଗଳ, କନ୍ୟାରେ କେତୁ। ଆଜି ଆମେ ଯେଣୁ ସିଂହ ରାଶିର ଭଲ ମନ୍ଦ ବିଷୟରେ ଏକ ସନ୍ଦର୍ଭ ପାଠ କରୁଛେ, ତେଣୁ ସ୍ଥିର ମନରେ ଶୁଣିବା, ଜାଣିବା, ବୁଝିବା ଓ ମନେ ମନେ ଗୁଣିବା। ଆମର ଜାତକରେ ଗ୍ରହମାନଙ୍କ ସ୍ଥିତି ଠିକ୍ ଠାକ୍ ଅଛି ତ? ଯଦି ଆପଣଙ୍କର ସିଂହ ରାଶି, ତେଣୁ ଦ୍ୱିତୀୟରେ କେତୁ, ସପ୍ତମରେ ଚତୁର୍ଗ୍ରହ ରବି, ବୁଧ, ଶୁକ୍ର, ଶନି 26 ତାରିଖ ଯାଏ, ଅଷ୍ଟମରେ ରାହୁ, 27ରେ ସେଟାକୁ ବୁଧ ଯିବେ, ଦଶମରେ ବୃହସ୍ପତି ଏବଂ ଦ୍ୱାଦଶରେ ମଙ୍ଗଳ। କଥାଟେ ଅଛି, ଏକା କାଳିଆ 24 ପଡ଼ିଆ, 27/2 ପରେ ବୁଧ ଅଷ୍ଟମ ହେବେ। ଅଷ୍ଟମ ବୁଧ ପ୍ରବଳ ଧନ ଓ ସୁବୁଦ୍ଧି ଦିଅନ୍ତି, ଯଦ୍ୱାରା ସମସ୍ତ ଦୁଶ୍ଚିନ୍ତା ଓ ସମସ୍ୟା ଦୂରେଇ ଯାଏ। ରବି ମଘା, ପୂର୍ବ ଫାଲ୍ଗୁନୀ
उत्तर फाल्गुनी 10, 11, 12 ଏହି ନକ୍ଷତ୍ର ତ୍ରୟଙ୍କୁ ନିଜ ନିଜର ସୁକର୍ମ ପାଇଁ ସମ୍ମାନିତ କରିବାର ଯୋଜନା କରୁଛନ୍ତି ଓ ସେଭଳି ସୁଯୋଗ ସୃଷ୍ଟି କରିବେ। ଗୁରୁ ମଘା ନକ୍ଷତ୍ରକୁ ସୁଖ, ପୂର୍ବ ଫାଲ୍ଗୁନୀକୁ ସମ୍ପତ୍ତି ଓ ଉତ୍ତର ଫାଲ୍ଗୁନୀକୁ ବହୁ ଯୋଗ୍ୟ ମିତ୍ର ଯୋଗାଇ ଦେବେ। ଶନି 10, 11 ମାନେ ମଘା ଓ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ପାଇଁ ଅନ୍ନପୂର୍ଣ୍ଣା ହେବେ। ପ୍ରବଳ ଧନ ଆସିବ, ସୁଖ ଆସିବ, ମିତ୍ର ଆସିବେ, ଶାନ୍ତି ମିଳିବ। ଉତ୍ତର ଫାଲ୍ଗୁନୀକୁ ସେ ନାନାବିଧ ଲାଭ ଦେଇ ସୁଖରେ ରଖିବେ। ମାତ୍ର କେତୁଙ୍କ ପାଇଁ ଚୋରି ହୋଇଯାଇପାରେ। ଜଗି ରଖି କଥାବାର୍ତ୍ତା ନହେଲେ ଅଷ୍ଟମ ରାହୁ କଣ୍ଟା ବାଡ଼କୁ ଧକ୍କା ଦେଇ ଠେଲିଦେବେ। ପଞ୍ଚମାଧିପ ଗୁରୁ ଦଶମରେ ରହି ସପ୍ତମ ଦୃଷ୍ଟିରେ ଧନୁକୁ ଦେଖୁଛନ୍ତି। ଏଣୁ ବିଦ୍ୟାର୍ଥୀ ଓ ଛାତ୍ରଛାତ୍ରୀଙ୍କର ଏ ମାସ ଶୁଭଫଳ ହେବ। ସାବଧାନ! ଶିକ୍ଷା କ୍ଷେତ୍ରରେ ଓ ଗବେଷଣା କ୍ଷେତ୍ରରେ ଶତ୍ରୁ ସୃଷ୍ଟି ହୋଇ ଚିନ୍ତା ବଢ଼ାଇ ଦେବେ। ଏଣୁ ସମସ୍ତ ଛାତ୍ର, ସମସ୍ତ ବିଦ୍ୟାର୍ଥୀ, ସମସ୍ତ ସିଂହ ରାଶିର ସନ୍ତାନ ଟିକେ ମାପିଚୁପି କଥାବାର୍ତ୍ତା ହେବେ। ଅଯଥା କୁହାଳିଆ ଲୋକଙ୍କ ସହ ମିଶିବେନି ବା ପଢ଼ା ସମୟରେ କାହାକୁ ପାଖରେ ବସାଇ ଦେବେନି। ଏକୁଟିଆ ଧ୍ୟାନ କଲେ ଯେମିତି ଈଶ୍ୱର ଦର୍ଶନ ଦିଅନ୍ତି, ସେମିତି ପଠନ ସମୟରେ କେହି ନ ରହିଲେ ଭଲ। ରହିଲେ ଅସୁବିଧା, ଶତ୍ରୁ ସୃଷ୍ଟି ହେବେ, ଚିନ୍ତା ବଢ଼ିଯିବ। ସପ୍ତମାଧିପ ଶନି ସପ୍ତମରେ କୁମ୍ଭରେ ଗ୍ରହମାନଙ୍କ ମେଳରେ, ଏଣୁ ମହିଳା ଗଣଙ୍କ ଆନନ୍ଦର କାରଣ ହେବେ। ଗୃହିଣୀମାନେ ଘରକୁ ମନ୍ଦିର ସମ ଗଢ଼ିବେ। ସର୍ବ ଶାନ୍ତି ପାଇଁ ଚେଷ୍ଟା କରିବେ। ଗୃହିଣୀଂ ଗୃହମୁଚ୍ୟତେ ନ ଗୃହଂ ଗୃହମିତ୍ୟାହୁ। ଘରକୁ ଘର କୁହାଯାଏନି, ଘରଣୀକି ଘର କୁହାଯାଏ। ସେଇ ଘରଣୀମାନେ ଲକ୍ଷ୍ମୀ ଭଳି ମନ୍ଦିର ସଜେଇବେ, ନିଜ ଘରକୁ ମନ୍ଦିର ଭଳି ଗଢ଼ିବେ। ଯଦି ସିଂହ ରାଶି ଗୃହିଣୀମାନେ ଘରକୁ ମନ୍ଦିର ସମ ଗଢ଼ିବେ, ସର୍ବ ଶାନ୍ତି ପାଇଁ ଚେଷ୍ଟା କରିବେ। କର୍ମ କ୍ଷେତ୍ରରେ ଶତ୍ରୁ ଘରେ ଗୁରୁ। କର୍ମ କ୍ଷେତ୍ରରେ ଦଶମରେ ଶତ୍ରୁ ଘରେ, ବୃଷରେ ମାନେ ଶୁକ୍ର ଘରେ ଗୁରୁ। କର୍ମାଧିପ ଶୁକ୍ର ସପ୍ତମରେ କୁମ୍ଭରେ, ଏଣୁ ସମସ୍ତ ପ୍ରକାର କର୍ମ ଯଥା ବ୍ୟବସାୟୀଙ୍କର ବ୍ୟବସାୟ, କୃଷକଙ୍କର କୃଷିକ୍ଷେତ୍ର, ସୈନ୍ୟଙ୍କର ସେବା ସୁରକ୍ଷା, ଓକିଲମାନଙ୍କର ଆଇନ, ଶିକ୍ଷକମାନଙ୍କର ବିଦ୍ୟାଳୟ, କର୍ମଚାରୀମାନଙ୍କର କାର୍ଯ୍ୟାଳୟ ଆଦି ନାନା କର୍ମରେ ଓ କର୍ମ କ୍ଷେତ୍ରରେ ନାନାବିଧ ସମସ୍ୟା ସୃଷ୍ଟି ହେବ। ସମସ୍ତ କର୍ମଚାରୀ ଯିଏ ଯେଉଁଠି ଯେଉଁ କର୍ମ କରୁଛନ୍ତି ସେଠାରେ ସମସ୍ୟା ସୃଷ୍ଟି ହେବ। ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା ପରୋ ଦଦାତି କୁବୁଦ୍ଧିରେ ସା। ସୁଖ ଦୁଃଖର ଦାତା କେହି ନୁହନ୍ତି। କେହି କାହାକୁ ସୁଖ ଦିଏ ନା କି ଦୁଃଖ ଦିଏ ନା। ଏଇ ଲୋକ ପାଇଁ ମୁଁ ସୁଖ ପାଇଲି କି ଦୁଃଖ ପାଇଲି, ଏ ହେଉଛି କୁବୁଦ୍ଧି, ମନ୍ଦ ବୁଦ୍ଧି। ଏ ବିଷୟରେ ନୀତିକାର କହିସାରିଛନ୍ତି। କେବେ ବୃଥା ଅଭିମାନ କରନ୍ତୁନି। ଅହଂ କରୋମି ବୃଥା ଅଭିମାନ, ମୁଁ କରୁଛି, ମୋ ଭଳିଆ କିଏ ଅଛି। ପୁରା ଷଣ୍ଢକୁ ଉଠେଇ ବୁଲଉଥିଲି କାଲି। ଇଏ ଫୁଟାଣି ଯିଏ ମାରନ୍ତି ସିଏ ପିମ୍ପୁଡ଼ିଟାଏ ବି ଧରିପାରନ୍ତିନି। ତାଙ୍କୁ ପିମ୍ପୁଡ଼ି ହିଁ ବ୍ୟସ୍ତ କରେ ମଶା କାମୁଡ଼ିଲା ଭଳି। ତେଣୁ ବୃଥା ମାନସିକ ଅଶାନ୍ତି ସୃଷ୍ଟି ହେବ। 26/2 ଯାଏ ବୁଧ ସପ୍ତମରେ। ଏଣୁ ସିଂହ ରାଶିଙ୍କର ବୁଦ୍ଧିଟା ମୋଟା ହେଇଯିବ। ପଛ ବୁଦ୍ଧିଆ, ମୋଟା ବୁଦ୍ଧିଆ ଯଦି ଭୁଲ କାମ କରନ୍ତି 26 ତାରିଖ ଯାଏ ସିଂହ ରାଶିମାନେ ବିଭିନ୍ନ ଜାଗାରେ ବିଭିନ୍ନ କ୍ଷେତ୍ରରେ କିଛି ଭୁଲ କରି ବସିବେ। ଫଳରେ ଏଇ ଯେଉଁ ସମସ୍ୟା ସୃଷ୍ଟି ହେବ, ବୁଦ୍ଧ ସମସ୍ୟା ସୃଷ୍ଟି କରିବେ 26 ଯାଏ। 26/2 ପରେ ସେ ଅଷ୍ଟମ ହେବେ। ତେଣୁ ମୋଟା ବୁଦ୍ଧିଆ ବା ପଛ ବୁଦ୍ଧିଆର ପରିଚୟ ଦେଇ ଠକି ଯାଇପାରନ୍ତି। କୌଣସି ଅଜଣା ଅଶୁଣା ଲୋକର ମଧୁର ଚିକ୍କଣ କଥାରେ ଭଳି ଯାଇ
ତାକୁ ବିଶ୍ୱାସ କରି ଠକି ଯାଇପାରନ୍ତି। ସାବଧାନ। ବିଶ୍ୱାସଂ ନୈବ କର୍ତ୍ତବ୍ୟମ୍। କାହାକୁ ଆମେ ବିଶ୍ୱାସ କରିବାନି, କାହାକୁ ବି ନାହିଁ। ଆଉ ପୁଣି ବର୍ତ୍ତମାନ ତ ଘୋର କଳିକାଳ, କାହାକୁ ବିଶ୍ୱାସ କରିବାନି। ଆଉ ଯାହାକୁ ବିଶ୍ୱାସ କରିବା ତାକୁ ମନ କଥା କହିବାନି, ତା ହାତରୁ କିଛି ଖାଇବାନି, କାରଣ ସେ ସମ୍ପୂର୍ଣ୍ଣ ଅପରିଚିତ। ବୁଝିଲେ? 27/2 ପରେ ଆପଣଙ୍କୁ ସମସ୍ତ ସୁଫଳ ମିଳିବ, ଲୋକ ସମ୍ପର୍କ ବୃଦ୍ଧି ହେବ, ଭଲ ସମ୍ମାନ ମିଳିବ, ବନ୍ଧୁ ବଢ଼ିଯିବେ। ଚତୁର୍ଥାଧିପ ମଙ୍ଗଳ ଦ୍ୱାଦଶରେ କ୍ଷଣିକ ସୁଖ ପାଇଁ ଗୁଡ଼ାଏ ବୃଥା ଖର୍ଚ୍ଚ କରି ଅନୁତାପ କରାଇବେ। ସାମାନ୍ୟ ସୁଖ ପାଇଁ ଏତିକି ଖାଇଦିଏ, ଲାଲ ଲାଲ ଝୋଳ ବାସି ମହକୁଛି, ଟିକେ ପିଇଦିଏ ମ, ଗଲା। ତାପରେ ତ ବୋଉ ଥିବ ଆଉ। କ୍ଷଣିକ ସୁଖ ପାଇଁ ବୃଥା ଖର୍ଚ୍ଚ କରନ୍ତୁନି କି ଦୁଃଖ ପାଆନ୍ତୁନି। ଏ ଚିନ୍ତା ମୁଣ୍ଡକୁ ଆଣିବେ କିଏ? ମଙ୍ଗଳ ନିଚସ୍ଥ। ଆଲୋଚନାରୁ ଆମେ ଜାଣିବେ ଯେ ଅଷ୍ଟମ ରାହୁ, ସପ୍ତମ ଶୁକ୍ର, ସପ୍ତମ ବୁଧଙ୍କ ହେତୁ ନାନାବିଧ ରୋଗ ସୃଷ୍ଟି ହେବ। ସିଂହ ରାଶିଆଙ୍କୁ ହଇରାଣ କରିବ ରୋଗ। ଶୁକ୍ର, ବୁଧ, ରାହୁ ଦୁଃଖ ଦେବେ, ରୋଗ ଦେବେ। ଦ୍ୱାଦଶ ମଙ୍ଗଳ ପାଇଁ ଦୁଃସମ୍ବାଦ ମିଳି ଶୋକ କରିବା ପାଇଁ ସମୟ ଆସିବ। ଅଷ୍ଟମ ରାହୁଙ୍କ ପାଇଁ ବୃଥା କଳହ ସୃଷ୍ଟି ହେବ। ଦଶମ ଗୁରୁଙ୍କ ପାଇଁ ପର ପାଖରେ ହାତ ପାତିବେ। ତେଣୁ ଧନ ଯଦି ପାଖକୁ ଆସୁଛି, ଆମେ ବିଳାସ ବ୍ୟସନରେ ବୃଥା ବ୍ୟୟ ନ କରି ସଞ୍ଚୟ କଲେ କ୍ଷତି କ'ଣ? ବଙ୍ଗାଳୀମାନେ କହନ୍ତି ଅପବ୍ୟୟ ନ କରୋ ଅଭାବେ ନ ପଡ଼ୋ। ବୃଥା ଖର୍ଚ୍ଚ କରନି କି ଅଭାବରେ ପଡ଼ନି। ଏ ମାସରେ ସମସ୍ତ ଗ୍ରହ ନିଜ ଚିନ୍ତାରେ ବ୍ୟସ୍ତ। କଳି ଯାଇପାରେ, ଅପମାନ ମିଳିପାରେ, ପର ପାଖରେ ହାତ ପାତିବା ଉପରେ। ତେଣୁ ଏଥିପାଇଁ କି ସାବଧାନ କରି ନୀତିକାର କହନ୍ତି, ଆମେ ଏ ସଙ୍କଟରୁ ଦୂର ପାଇଁ ସଙ୍କଟ ମୋଚନଙ୍କର ଶରଣାପନ୍ନ ହେବା। ଯଦି ପାରିବା କୌଣସି ଦିନ, ମାନେ ଆଜି ତ 12 ତାରିଖ ଫେବୃଆରୀ 12, ଆଜି ଆମେ ଯିବା ହନୁମାନ ମନ୍ଦିରକୁ। ଘରୁ ଟିକେ ସିନ୍ଦୁର ନେଇଯାଇଥିବା, ସେ ରାସ୍ତାରୁ ନେଇଯାଇଥିବା, ସେଇଠି ଗୋଳେଇ ଦେବା। ତାଙ୍କ ପାଦରେ, ଦେହରେ ଯେଉଁଠି ଆମକୁ ଟିକେ ଲାଗିବ ମନ ଟିକେ ବୋଳି ପକାଇବା। କିନ୍ତୁ ଆସିଲା ବେଳକୁ ପାଦରୁ ଟିକେ, ବାଁ ପାଦରୁ ଟିକେ ସିନ୍ଦୁର ନେଇ ଆସିବା। ସବୁଦିନ ଟିକେ ମଥାରେ ଆଉ କଣ୍ଠରେ ଲଗାଇବା। ସଙ୍କଟ ମୋଚନକୁ ସ୍ମରଣ କରିବା। ଓଂ ହଂ ହନୁମତେ ନମଃ। ଯେଉଁଠି ଯେତେବେଳେ ଆମେ ଥିବା ଟିକେ ମନେ ପକାଇବା ଓଂ ହଂ ହନୁମତେ ନମଃ, ଅତି କମରେ 5 ଥର କହିବା। ତେଣୁ ନୀତିକାର କ'ଣ କହିଲେ? ତେଣୁ ସକଳ କ୍ଷେତ୍ରରେ ଆମକୁ ସୁରକ୍ଷା ଦେବେ ଏବେ କିଏ? ହନୁମାନ। ହନୁମାନ ଚାଳିଶା ଦିନକୁ 3 ଥର ପାଠ କରନ୍ତୁ। ସକାଳେ ସ୍ନାନ ପରେ ଭଗବାନ ଶିବଙ୍କୁ ଚିନ୍ତା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର 8 ଥର ଜପନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ର 8 ଥର ଜପନ୍ତୁ। ଆଉ ରାମ ରକ୍ଷା କବଚ ପଢ଼ନ୍ତୁ ବା ଶୁଣନ୍ତୁ, ମଙ୍ଗଳ ହେବ। ହେଲା? ବନ୍ଧୁ, ଆଜି ଏତିକି ରହିଲି। ନମସ୍କାର।